ଘରକୁ ଯାଇକି ଆସିକି ଟ୍ୟୁସନ୍ ଗଲା ରହିବାର ଥାଏ। ସେଠୁ କଣ ହେଲା? ତାପରେ କଣ ଖାଇସାରିଲା ପରେ କଣ ହେଲା କେତେବେଳେ? ଆଜି କିଛି ନାହିଁ, ମୁଣ୍ଡ ବୁଲେଇଲା। ତାପରେ କଣ ସମସ୍ତେ ମାନେ କେତେ ଜଣ ଖାଉଥିଲେ? 4 ଜଣ। 4 ଜଣ ଯାକ ଦହିବରା ଖାଇଲେ। ସେଠି ଦହିବରା ଷ୍ଟଲ୍ ବି ସବୁଦିନ ବିକ୍ରି କରେ ବା ଖାଦ୍ୟ ଟ୍ୟୁସନକୁ ଗଲାବେଳକୁ ଦହିବରା ଖାଇକି ଯାଇଥିଲୁ, ତାପରେ ଟ୍ୟୁସନରେ ମୁଣ୍ଡ ବୁଲେଇକି ବାନ୍ତି ହେଲା ତାଙ୍କର ଆଉ। କୋଉଠି ସବୁ ଖାଇଥିଲେ? ମଠର ଯୋଉ ଆମ ହାଇସ୍କୁଲ ଆଗରେ ଜଣେ କରୁଛନ୍ତି। ସେଠି ଯୋଉ ଫାଷ୍ଟଫୁଡ ବିକ୍ରି ହଉଛି ସେଠି ବାହାରେ ଖାଇଲେ ବାହାର ଖାଦ୍ୟ। ଆଜ୍ଞା। ଏଠି କଣ ସବୁଦିନ ସେ ବିକ୍ରି କରନ୍ତି? ଆଜ୍ଞା। କଣ ଖାଇଲେ କଣ ଖାଦ୍ୟ? ଦହିବରା। ଦହିବରା। ଆମର ଜାଣିଛୁ ଆମର ହାଇସ୍କୁଲ ଛୁଆରା 4ଟାରୁ ଛୁଟି ହେଲା ପରେ ବାହାରେ ଦହିବରା ଆଭିପୁରାର ଗାଁରୁ ଜଣେ ଦହିବରା ବିକୁଥିଲେ। ତାଙ୍କଠୁ ଦହିବରା ଖାଇକି ଘରକୁ ଯାଇଛନ୍ତି। ସେଇ 5ଟା ବେଳକୁ ତାର ପେଟ ଟାଣିଲା, ବାନ୍ତି ହେଲା, ମୁଣ୍ଡ ବୁଲେଇଲା, ଏମିତି ହେଲେ। ଆଉ ତାପରେ ମଖଳା ମେଡିକାଲ ନେଲେ। ମଖଳା ମେଡିକାଲରେ ଯେମିତି କିଛି ଆମେ କିଛି ଇଏ ହେଲାନି, ଇମ୍ପ୍ରୁଭ ହେଲା, ତାକୁ ସେ ରିଫର କରିଦେଲେ କାମାକ୍ଷା ମେଡିକାଲ। ଏବେ ଆସିଛୁ, ଆଡମିସନ ହେଇଛନ୍ତି ଛୁଆ। ପିଲାମାନଙ୍କର ଅବସ୍ଥା କେମିତି ଅଛି? କେତେ ଜଣ ପିଲା? 4 ଜଣ ପିଲା। 4 ଜଣ ପିଲା। ପେଟଟା ଟାଣୁଛି, ଛାତି ପେନ୍ ହଉଛି। ଏବେ ଚିକିତ୍ସା ହେଲା ପରେ କେମିତି ପିଲାଙ୍କର ଅଛି? ହଁ, ଏବେ ଟିକେ ବେଟର। ଆମେ ତ ମଠକର ଗଲାରୁ 4 ଜଣ ଝିଅ ସେ ଟ୍ୟୁସନ ଯିବା ଅବସ୍ଥାରେ କୋଉଠି ଦହିବରା ଖାଇକି ଆସି ଅସୁସ୍ଥ ହେଇକି ଏଠି ଆମର ପହଞ୍ଚିଥିଲେ। ଏବେ ଆମେ ତାଙ୍କୁ ଚିକିତ୍ସା କରିକି ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଏବଂ ଡିସଚାର୍ଜ ବି ଆମେ ତାଙ୍କୁ କରିଦେଇଛୁ। ସେ ଆମେ କେବଳ ତାଙ୍କୁ ଟିକେ ରଖିଛୁ, ଆମର ଇଏରେ ରଖିଛୁ। ବାକି କାଲି ସକାଳେ ଆମେ ତାଙ୍କୁ ସମ୍ପୂର୍ଣ୍ଣ ଡିସଚାର୍ଜ କରିକି ମେଡିସିନ ଦେଇକି ତାଙ୍କୁ ଇଏ କରିଦେବୁ। ବାକି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ ଠିକ୍ ଅଛି।